ସାଙ୍ଗମାନେ ଆଜି ଗୋଟେ ବାଇଗଣ ତରକାରୀ ଟିକେ ବନେଇବା। ବାଇଗଣ ତରକାରୀ ଆପଣମାନଙ୍କ ପାଇଁ ଅଣା ହେଇଛି, ଏକଦମ ସ୍ୱାଦିଷ୍ଟ। ଆମ ଓଡ଼ିଶାରେ ଟିକେ ବାଇଗଣ ଖାଇବା ପାଇଁ ଭଲ ପାଉଛନ୍ତି, ତ ବାଇଗଣ ତରକାରୀ ଟିକେ ବନେଇବା। ତ ଆମେ କଡ଼େଇ ନେଇଗଲେ, କଡ଼େଇରେ ତେଲ ଟିକେ, ଜିରାଟା ଫୁଟି ସାରିଲା ପରେ ସେଥିରେ କଟା ହେଇଥିବା ବାଇଗଣ ଢାଳିବା। ବାଇଗଣର ଝେଣ୍ଟି ଲାଗିଥିବ ଆଉ ପୁରା ଚିରା ମାରା ହେଇଥିବ, ଭିତରେ ଟିକେ ଡୁଙ୍ଗିକି ଦେଖିଦେଇଥିବେ ଯେମିତି ପୋକ ଫୁକ ନଥିବେ। ତ ଏକଦମ ଗରମ ଗରମ ଟିକେ ଚଲେଇ ଦେବା। ଚଲେଇ ସାରିଲା ପରେ ସେଥିରେ ଲୁଣ ଟିକେ ପକାଇବା। ଲୁଣ ଟିକେ ପକାଇଲେ ବାଇଗଣଟା ସିଝିଯିବ। ତ ଲୁଣ ପକା ହେଲା। ଲୁଣ ପକାଇଲା ପରେ ଆଉ ଟିକେ ଚଲେଇ ଦେବା। ଚଲେଇଲେ କାରଣ ଲୁଣଟା ଆମର ମିକ୍ସ ହେଇଯିବ। ଆଉ ଢେଙ୍କାନାଳରେ ବାଇଗଣକୁ ବହୁତ ପସନ୍ଦ କରନ୍ତି, ତ ନୂଆ ଡିସ୍ ଇଏ। ତ ଏଇଟା ଯେ ଆମର ଟିକେ ସିଝି ଯାଉଥିବ, ମାନେ ସିଝିବା ପାଇଁ ଟିକେ ସମୟ ଲାଗିବ। ଏଇ ଭିତରେ ଆମେ ଆଉ ଗୋଟିଏ ମସଲା ବନେଇବା ୟା ପାଇଁ ସପରେଟ୍। ତ ସେଇ ମସଲାରେ ଆଉ ଗୋଟିଏ କଡ଼େଇ ନେବା। କଡ଼େଇଟି ନେଲା ପରେ ସେଥିରେ କିଛି ତେଲ ଆଡ଼୍ କରିବା। ଦେଖ, ସେଥିରେ କିଛି ତେଲ ଆଡ଼୍ କରାହେବ। ଆଉ ସେଥିରେ ପିନଟ୍ସ, ଯେଉଁଟା ଓଡ଼ିଶାରେ କହନ୍ତି ବାଦାମ, ଆମର ବାଦାମ ଟିକେ ନେବା, ଅଳ୍ପ କିଛି। ବାଦାମ ନେଲା ପରେ ଯଦି ନାଲି ହେଇଗଲା, ଏଥିରେ ହାଲକା ପିଆଜ ଆଡ଼୍ କରିବା। ପିଆଜ ଆଡ଼୍ ହେଇସାରିଲା ପରେ ଅଦା, ରସୁଣ, କଞ୍ଚାଲଙ୍କା ଏମିତି ଗୋଟା ଢାଳିଲେ ଚଳିବ। ଗୋଟା ଢାଳିବେ। ସିଏ ପିଆଜ ହାଲକା ଟିକେ ଲାଲ ହେଇସାରିଲା ପରେ, ଦେଖ ହାଲକା ଲାଲ ହେଇଗଲା, ସେଥିରେ ଆମେ ଟମାଟୋ ଦେବା। କଟା ହୁଆ ଟମାଟୋ ଦେବା। ସେଥିରେ ଚପିଂ କରିଥିଲି, ବଡ଼ ବଡ଼ ରଖିଲେ ବି ଚଳିବ। ସେଇ କଟା ଟମାଟୋ ଦେବା। କଟା ଟମାଟୋ ଦେଲା ପରେ ସେଥିରେ ମସଲା ଆଡ଼୍ କରିବା। ସେଥିରେ ହଳଦୀ ଗୁଣ୍ଡ, ଦେଖନ୍ତୁ ହଳଦୀ ଗୁଣ୍ଡ, ଲୁଣ, ଆଗ ଲୁଣଟା ଦିଆହେଲା, ଲୁଣ, ତାପରେ ହଳଦୀ ଗୁଣ୍ଡ, ତାପରେ ଲଙ୍କାଗୁଣ୍ଡ, ଲଙ୍କାଗୁଣ୍ଡଟା ଦେବେ। ହାଲକା ଜିରା ଯୋଡ଼ିଏ ଦେବେ ଖୁସବୁ ପାଇଁ। ଆରତରେ ତ ଜିରା ତଡ଼କା ମାରା ହେଇଥିଲା ବାଇଗଣରେ, ତ ଏଥିରେ ହାଲକା ଜିରା, କଞ୍ଚା ଜିରା ଦୁଇଟା ପକାଇଦେବେ। ତ ଏଇଟା ଆମର ହେଇଯିବ ପେଷ୍ଟ ପାଇଁ। ଏଥିରେ ଆମେ କିଛି ଗରମ ମସଲା, କିଚେନ୍ କିଙ୍ଗ ହାଲକା ଆଡ଼୍ କରିବା, କାରଣ ଇଏ ସ୍ୱାଦକୁ ଆଉ ଟିକେ ବଢ଼ାଏ। ଦେଖନ୍ତୁ କିଚେନ୍ କିଙ୍ଗ ମୁଁ ଢାଳିଦେଲି। ତାପରେ ରହିଲା ହାଲକା ଗରମ ମସଲା ବି ଢାଳା ହେବ ଏଥିରେ। ଦେଖନ୍ତୁ ଗରମ ମସଲା ବି ମୁଁ ଢାଳିଦେଲି। ଇଏ ସୁହାନାର ସାହି ଗରମ ମସଲା, ବେଶୀ ନାହିଁ, ଅଳ୍ପ ଟିକେ। ତ ଇଏ ହେଉଛି ପେଷ୍ଟ ପାଇଁ। ତ ଏଇଟା ଆମେ ଥଣ୍ଡା କରିକି ପେଷ୍ଟ ବନେଇ ନେବା। ଏଇଟା ଆମର ବହୁତ ଜଲ୍ଦି ହେଇଯିବ, କାରଣ ଟମାଟୋ, ଲୁଣ ପଡ଼ିଛି, ମେଲ୍ଟ ବହୁତ ଜଲ୍ଦି ହେବ ଇଏ। ତ ଏଇଟା ଆମେ ପେଷ୍ଟ ବନେଇଦେବା। ଆପଣ ଘରେ ନିଶ୍ଚିନ୍ତ ଟ୍ରାଏ କରନ୍ତୁ, ବହୁତ ସ୍ୱାଦିଷ୍ଟ ଲାଗିବ, ବହୁତ ବଢ଼ିଆ। ରୁଟି ସାଙ୍ଗରେ ଖାଇପାରିବେ, ଗରମ ଭାତ ସହିତ ଖାଇପାରିବେ, ପଖାଳ ସହିତରେ ବି ଖାଇପାରିବେ, ମାନେ ଏତେ ଟେଷ୍ଟି ସିଏ ଲାଗିବ। ତ ୟାକୁ ଆମେ ଗ୍ୟାସ୍ ବନ୍ଦ କରିଦେବା ଆଉ ବାହାରକୁ କାଢ଼ିଦେବା। ଆଉ ଯେଉଁ ଆମର ଯେଉଁ ବାଇଗଣଟା ବସା ହେଇଥିଲା, ପେଷ୍ଟ ବନେଇ ସାରିଲା ପରେ ସେଇ ବାଇଗଣରେ ଆମେ ଏଇଟା ଢାଳିଦେବା। ଏଇଟା ଆମର ଘୋଡ଼ା ହେଇଗଲେ ସେ ବହୁତ ଜଲ୍ଦି ମେଲ୍ଟ ହେଇଯିବ, ଆଉ ଭଲ ସିଝି ବି ଯାଇଥିବ। ପେଷ୍ଟ କରିବା ପାଇଁ କୌଣସି ପ୍ରୋବ୍ଲେମ୍ ହେବନି, ମାନେ ବହୁତ ସ୍ୱାଦିଷ୍ଟ। ଆପଣ ଘରେ ଟ୍ରାଏ ମାରନ୍ତୁ। ବାଇଗଣ ତ ଓଡ଼ିଶାରେ ଫେମସ୍, ବାଇଗଣକୁ ହିଁ ଓଡ଼ିଶାରେ ଟିକେ ବେଶୀ ଭଲ ପାଆନ୍ତି। ତ ମୁଁ ଚାହେଁ ଏଇ ଡିଶ୍ଟି ଆପଣ ଘରେ ନିଶ୍ଚିନ୍ତ ଟ୍ରାଏ କରନ୍ତୁ ଆଉ ଖାଆନ୍ତୁ। କେମିତି ଲାଗୁଛି ନିଶ୍ଚିନ୍ତ ଜଣାଇବେ କମେଣ୍ଟରେ। ଦେଖନ୍ତୁ ଆମର ବାଇଗଣ ବି ସିଝି ଯାଇଛି, ହାଇ ଫ୍ଲେମ୍ରେ ମୁଁ ବନେଇଥିଲି। ତ ଏଇଥିରେ ଆମର ଯେଉଁଟା ମୁଁ ବନେଇଥିଲି ମସଲାଟା, ସେଇଟା ପେଷ୍ଟ ବନେଇ ସାରିଲା ପରେ ଏଇଥିରେ ଆମେ ସେଇ ଜିନିଷଟା ଆଡ଼୍ କରିବା। ତ ଦେଖନ୍ତୁ ସେଇଟା ଆଡ଼୍ କରାହେଲା। ଏଥିରେ ହାଲକା ମିକ୍ସଚର ଜାର୍ରେ ପାଣି ଟିକେ ପକାଇକି ହାଲକା ଧୋଇକି ଏଥିରେ ପକାଗଲେ ମସଲା ଗୁଡ଼ା ସବୁ ଆସିବ ଭାରି। ଦେଖନ୍ତୁ ମୁଁ ପାଣି ପକାଇଲି, ଆଉ ଏଇଟା ଟିକେ ମିକ୍ସ କରିଦେଲେ ସେଇ ପାଣିଟା ଏଇଥିରେ ପକାଇଦେଲେ ହାଲକା ଗ୍ରେଭି ଆଉ ଟିକେ ପତଳା ହେବ। ଆପଣ ଏଥିରେ ରୁଟି ଖାଇପାରିବେ, ଗରମ ଭାତ ଖାଇପାରିବେ, ପଖାଳ ବି ଖାଇପାରିବେ, ଆଉ ବହୁତ ସ୍ୱାଦିଷ୍ଟ। ପରଠା ହେଲେ ଲାଜବାବ। ତ ଏଇଟା ଗୋଟେ ଡିଶ୍ ମୋ ତରଫରୁ ଆପଣମାନଙ୍କୁ, ଆପଣ ଟ୍ରାଏ କରନ୍ତୁ, ବହୁତ ସ୍ୱାଦିଷ୍ଟ ଲାଗିବ। ଦେଖିବେ କେତେ ବଢ଼ିଆ ହେଇଛି, ଆପଣ ଖାଇଲେ ଜାଣିପାରିବେ। ଆଉ ଚାଲେ ଏମିତି ହିଁ ବନାନ୍ତୁ। ମୁଁ ପୁରା ଡିଟେଲ୍ସ ସେଥିରେ ଜାଣିଦେବି, କ'ଣ ଢାଳିବେ, କେତେ ସମୟ କେଉଁଥିରେ ଲାଗିବ,
ବାଇଗଣଟା କେମିତି କାଟିବେ ଆଉ ଲୁଣ କେମିତି ଦେଖନ୍ତୁ। ଆଉ ମୁଁ ଟିକେ ପାଣି କାରଣ ସିଝି ସାରିଲା ପରେ ଆଉ ଟିକେ ହାଲକା ସିଏ ମୋଟା ହେଇଯିବ। ତ ଏଇଟା ଆପଣମାନେ ବନାନ୍ତୁ, ଖାଆନ୍ତୁ, ବହୁତ ବଢ଼ିଆ ଲାଗିବ। ନିଶ୍ଚିନ୍ତ କମେଣ୍ଟରେ ଆପଣ ଦୁଇ ପଦ ତାରିଫ ନିହାତି କରିବେ, ମୋର ପ୍ରଶଂସା ନିହାତି କରିବେ। ତ ହେଇଗଲା ଆମର, ସିଝିବା ପାଇଁ ଟିକେ ଟାଇମ୍ ଲାଗିବ। ତ ସାଙ୍ଗମାନେ ସିଝୁ ସିଝୁ ମୁଁ କହିବାକୁ ଚାହୁଁଛି ଏମିତି ସମସ୍ତେ ଭିଡ଼ିଓ ବି ବନାନ୍ତୁ ଆଉ ଏମିତି ସେୟାର କରନ୍ତୁ। ଡିସିସ୍ ଗୁଡ଼ା ଖାଇବା ପତ୍ର ଆପଣମାନେ ବନାଉଛନ୍ତି, ସମସ୍ତଙ୍କ ପାଖରେ ମୋବାଇଲ ରହୁଛି, ସମସ୍ତଙ୍କ ପାଖରେ ମୋବାଇଲ ରହୁଛି। ଟାଇମ୍ ପାସ୍ କରନ୍ତୁନି, ଏମିତି ଭିଡ଼ିଓ ବନାନ୍ତୁ, ଛାଡ଼ନ୍ତୁ, ସେୟାର କରନ୍ତୁ, ସମସ୍ତେ ଦେଖିବେ, ମଜା ବି ଲାଗିବ। ତ ଏମିତି ହିଁ ବନାଯାଏ। ତ ସାଙ୍ଗମାନେ ଆମର ହେଇଗଲା ବାଇଗଣ ତରକାରୀ। ତ ମା ଭଉଣୀମାନେ ପ୍ଲିଜ୍ ବନାନ୍ତୁ ଆଉ ଆପଣମାନେ ଯାହା ତ ଦେଖିଲେ ଆପଣମାନେ ବନେଇବେ ଆଉ ସାଙ୍ଗସାଥିମାନଙ୍କୁ ସେୟାର କରିବେ। ଆଉ ଏଥିରେ ଯଦି ଆପଣମାନେ ମିଠା ହାଲକା ଚାହୁଁଛନ୍ତି, ଏମିତି ତ ଟିକେ ସଲ୍ଟି ରହିବ, ଯଦି ମିଠା ଆପଣମାନେ ଚାହୁଁଛନ୍ତି ହାଲକା 2-3 ଗୁଡ଼ା ଚିନି ବି ଢାଳି ପାରିବେ। ଚିନିଟା ହେଉଛି ଆଉ ଟିକେ ସ୍ୱାଦକୁ ବଢ଼େଇବ। ତ ବାଇ ସାଙ୍ଗମାନେ, ଆମର ତ ବାଇଗଣ ତରକାରୀ ହେଇଗଲା, ଆପଣମାନେ ନିଶ୍ଚିନ୍ତ ଟ୍ରାଏ କରିବେ।